ଏହି ଭିଡିଓରେ ଆମେ ଅଧାତୁ ମାନଙ୍କର ଭୌତିକ ଧର୍ମ ବିଷୟରେ ଆଲୋଚନା କରିବା। ମୁଁ ଏଇଠାରେ କିଛି ଅଧାତୁ ଗୁଡ଼ିକୁ ରଖିଛି। ବର୍ତ୍ତମାନ ତୁମେ ଏହି ଚିତ୍ର ଗୁଡ଼ିକୁ ଲକ୍ଷ୍ୟ କର। ବର୍ତ୍ତମାନ ଆମେ ଯାହା ଦେଖୁଛନ୍ତି ଏହା ହେଉଛି କାର୍ବନ। ଏହା ଏକ ଅଧାତୁର ଉଦାହରଣ ଅଟେ। ତାପରେ ଏଇଠି ହଳଦିଆ ରଙ୍ଗରେ ଆମେ ଯାହା ଦେଖୁଛନ୍ତି ଏହି ପଦାର୍ଥଟିକୁ ଆମେ ସଲଫର ବୋଲି କହିଥାନ୍ତି। ଏବଂ ତାପରେ ଏହା ହେଉଛି ଆୟୋଡିନ ଏବଂ ଆୟୋଡିନ ପରେ ଆମେ ନାଲି ରଙ୍ଗର ଯାହା ଦେଖୁଛନ୍ତି ଏହାକୁ ଫସ୍ଫରସ ବୋଲି କହିଥାଏ। ଏଗୁଡ଼ିକ ହେଉଛି କିଛି ଅଧାତୁର ଉଦାହରଣ। ତେବେ ଏଗୁଡ଼ିକ ଦେଖାଇବାର ଅର୍ଥ କ'ଣ? ତେବେ ଚାଲ ଆମେ ପ୍ରତ୍ୟେକଟି ଅଧାତୁ ଗୁଡ଼ିକୁ ନିକଟରୁ ଦେଖିବା ଏବଂ ସେମାନଙ୍କର ଭୌତିକ ଧର୍ମ ଗୁଡ଼ିକ ବିଷୟରେ ଆଲୋଚନା କରିବା ଏବଂ କିପରି ଭାବରେ ଅଧାତୁ ଗୁଡ଼ିକ ଧାତୁ ଠାରୁ ଭିନ୍ନ ସେ ବିଷୟରେ ଆଲୋଚନା କରିବା। ଠିକ୍ ଅଛି, ତାହେଲେ ମୁଁ ଏଇଠି ସଲଫର ଠାରୁ ଆରମ୍ଭ କରୁଛି। ଏହି ହଳଦିଆ ରଙ୍ଗର ସଲଫରଟି କେଉଁ ଭୌତିକ ଧର୍ମ ପ୍ରଦର୍ଶନ କରେ? ଚାଲ ସେସବୁ ବିଷୟରେ ଆଲୋଚନା କରିବା। ତେବେ ଯଦି ଆମେ ଏହାକୁ ନିକଟରୁ ଦେଖୁଛନ୍ତି, ଏହି ସଲଫର ଗୁଡ଼ିକ ଚମକୁ ନାହାନ୍ତି କିମ୍ବା ଏମାନଙ୍କର କୌଣସି ଉଜ୍ଜ୍ୱଳତା ନାହିଁ। ତେବେ ଆମେ କହିପାରିବା ଯେ ସଲଫରର ଉଜ୍ଜ୍ୱଳତା ନଥାଏ। ଏବଂ ତାପରେ ଆମେ ପୁନଶ୍ଚ ଏହି ନାଲି ରଙ୍ଗର ଫସ୍ଫରସକୁ ଲକ୍ଷ୍ୟ କରିବା। ପୁନଶ୍ଚ ଏହି ଫସ୍ଫରସର ମଧ୍ୟ କୌଣସି ଉଜ୍ଜ୍ୱଳତା ନଥାଏ। ଏଗୁଡ଼ିକ ଆଲୋକକୁ ପ୍ରତିଫଳନ କରନ୍ତି ନାହିଁ। ଏହା କୌଣସି ବି ମାତ୍ରାରେ ଚକଚକ କରୁନାହିଁ କିମ୍ବା ଏହାର କୌଣସି ଉଜ୍ଜ୍ୱଳତା ନଥାଏ। ତେଣୁ ଆମେ ଦେଖିଲେ ଯେ ସଲଫର ଏବଂ ଫସ୍ଫରସର କୌଣସି ଉଜ୍ଜ୍ୱଳତା ନଥାଏ। ତେବେ ଏହାପରେ ଆମେ ଆୟୋଡିନକୁ ଲକ୍ଷ୍ୟ କରିବା। ତେବେ ଯଦି ଆୟୋଡିନକୁ ଆମେ ନିକଟରୁ ଦେଖିବା, ତାହେଲେ ଏହା କିଛି ମାତ୍ରାରେ ଚକଚକ କରୁଥିବାର ଆମକୁ ଦେଖାଯାଉଛି। ତେଣୁ ଆମେ କହିପାରିବା ଯେ ଆୟୋଡିନର ଉଜ୍ଜ୍ୱଳତା ଥାଏ। ଏହା ଏକ ଅଧାତୁ ହେଲେ ମଧ୍ୟ ସଲଫର ଓ ଫସ୍ଫରସ ପରି ସେମାନଙ୍କର ଉଜ୍ଜ୍ୱଳତା ନଥାଏ ବୋଲି ଆମେ କହିପାରିବା ନାହିଁ। ବରଂ ଆମେ କହିବା ଯେ ଆୟୋଡିନ ଏକ ଅଧାତୁ ହେଲେ ମଧ୍ୟ ଏମାନଙ୍କର ଉଜ୍ଜ୍ୱଳତା ଥାଏ। ଏହି କାରଣରୁ ଫସ୍ଫର ଓ ସଲଫର ଠାରୁ ଆୟୋଡିନର ଅଧାତୁ ସାମାନ୍ୟ ଭିନ୍ନ ଅଟେ। ତେବେ ଏହାପରେ କ'ଣ? ଆମେ ଏକ କାର୍ବନକୁ ଲକ୍ଷ୍ୟ କରିବା। ତେବେ ତୁମେ କହିପାରିବ କି କାର୍ବନ ଗୁଡ଼ିକର ଉଜ୍ଜ୍ୱଳତା ଥାଏ କି ନଥାଏ? ତେବେ ବାସ୍ତବରେ ଆମେ କହିବା ଯେ କାର୍ବନ ଗୁଡ଼ିକର କୌଣସି ଉଜ୍ଜ୍ୱଳତା ନଥାଏ। ତୁମେ ଏଇଠି କାର୍ବନ କେସ୍ରେ ସାମାନ୍ୟ ଚକଚକ ହେଉଥିବାର ଦେଖିପାରୁଥିବ, କିନ୍ତୁ ଏହାକୁ ଆମେ ଉଜ୍ଜ୍ୱଳତା ବୋଲି କହିବା ନାହିଁ। ତେଣୁ ଏଇଠି ଆମେ ଯେଉଁ ଚାରୋଟି ଅଧାତୁ ଗୁଡ଼ିକୁ ଦେଖିଲେ ସେମାନଙ୍କ ମଧ୍ୟରୁ କେବଳ ଆୟୋଡିନର ହିଁ ଉଜ୍ଜ୍ୱଳତା ଥାଏ, ବାକି କୌଣସିଟିର ଉଜ୍ଜ୍ୱଳତା ନଥାଏ। ତେଣୁ ଆମେ କହିପାରିବା ଯେ ଆୟୋଡିନ ହେଉଛି ଏକ ବ୍ୟତିକ୍ରମ। ତେଣୁ ଆମେ ସାଧାରଣତଃ କହିପାରିବା ଯେ ଧାତୁମାନଙ୍କର ଉଜ୍ଜ୍ୱଳତା ଥାଏ କିନ୍ତୁ ଅଧାତୁମାନଙ୍କର ଉଜ୍ଜ୍ୱଳତା ନଥାଏ। କେବଳ ଆୟୋଡିନ ହେଉଛି ଏକ ବ୍ୟତିକ୍ରମ। ତେବେ ପୁନଶ୍ଚ ଚାଲ ଆମେ ଅଧାତୁ ଗୁଡ଼ିକର ଶକ୍ତ, ନମନୀୟତା ଏବଂ ତନ୍ୟତାକୁ ଆଧାର କରି ସେମାନଙ୍କର ଭୌତିକ ଧର୍ମ ବିଷୟରେ ଆଲୋଚନା କରିବା। ତେବେ ପ୍ରଥମେ ମୁଁ ଯେତେବେଳେ ଶକ୍ତ ବୋଲି କୁହେ, ଏହାର ଅର୍ଥ ହେଉଛି ଯେ ଏହି ବସ୍ତୁଟି ବା ପଦାର୍ଥଟି କେତେ କଠିନ କିମ୍ବା କେତେ ନରମ। ପୁନଶ୍ଚ ଯଦି ନମନୀୟତାକୁ ମୁଁ କହିବି, ତେବେ ନମନୀୟତାର ଅର୍ଥ କ'ଣ? ନମନୀୟତାର ଅର୍ଥ ହେଉଛି ଯଦି କିଛି ବସ୍ତୁକୁ ଆଘାତ କଲେ ତାହା ପତଳା ଚାଦରରେ ପରିଣତ ହୋଇଯାଏ, ତାହାକୁ ଆମେ ସେହି ବସ୍ତୁର ନମନୀୟତା ବୋଲି କହିଥାନ୍ତି। ପୁନଶ୍ଚ ତନ୍ୟତା କ'ଣ? ତନ୍ୟତାର ଅର୍ଥ ହେଉଛି ଯଦି କିଛି ବସ୍ତୁରୁ ଏକ ତାର ପ୍ରସ୍ତୁତ କରାଯାଇପାରେ, ତାହେଲେ ତାହାକୁ ଆମେ ତନ୍ୟତା ବୋଲି କହିଥାନ୍ତି। ଠିକ୍ ଅଛି, ତେବେ ଆସ ଆମେ ଅଧାତୁମାନଙ୍କୁ ଗୋଟିଏ ପରେ ଗୋଟିଏ ଆଣିବା ଏବଂ ସେମାନଙ୍କ ଉପରେ ପରୀକ୍ଷା କରି ଦେଖିବା। ତେବେ ପ୍ରଥମେ ଆମେ ସଲଫରକୁ ନେବା। ଯେତେବେଳେ ସଲଫରକୁ ଗୋଟେ ହାତୁଡ଼ି ସାହାଯ୍ୟରେ ଆଘାତ କରାଯାଉଛି, ଏହା ଭଙ୍ଗୁର ହୋଇଯାଉଛି ବା ଚୂର୍ଣ୍ଣୀଭୂତ ହୋଇଯାଉଛି। ଯେହେତୁ ଏହା ଭାଙ୍ଗିଗଲା, ଆମେ କହିପାରିବା ଯେ ସଲଫରର ଗୁଣ ଗୁଡ଼ିକ ହେଉଛି ଏହା ନରମ, ଭଙ୍ଗୁର ଏବଂ ଏହା ନମନୀୟ ନୁହେଁ କି ଏହାର ତନ୍ୟତା ନଥାଏ। ପୁନଶ୍ଚ ଆମେ ଫସ୍ଫରସକୁ ଉଦାହରଣ ନେଇ ଦେଖିବା। ଫସ୍ଫରସ ତ ସହଜରେ ପାଉଡର ଅବସ୍ଥାରେ ଥାଏ। ତେଣୁ ଏଗୁଡ଼ିକ ମଧ୍ୟ ସାଧାରଣତଃ ଭାବରେ କହିପାରିବା ଆମେ ନରମ, ଭଙ୍ଗୁର, ଏଗୁଡ଼ିକ ନମନୀୟ ନୁହେଁ ଏବଂ ଏହାର ତନ୍ୟତା ନଥାଏ। ପୁନଶ୍ଚ ଆୟୋଡିନକୁ ନେବା ଏବଂ ପୁନଶ୍ଚ ଯେତେବେଳେ ଆୟୋଡିନକୁ ଆମେ ଏକ ହାତୁଡ଼ି ସାହାଯ୍ୟରେ ବାଡ଼େଇବା, ଏଗୁଡ଼ିକ ମଧ୍ୟ ଚୁନା ଚୁନା ହୋଇଯାଉଛି। ତାହେଲେ ଆମେ ଏହି ଆୟୋଡିନକୁ ମଧ୍ୟ କହିପାରିବା ଯେ ଏଗୁଡ଼ିକ ନରମ, ଭଙ୍ଗୁର, ଏଗୁଡ଼ିକ ନମନୀୟ ନୁହେଁ ଏବଂ ଏଗୁଡ଼ିକର ତନ୍ୟତା ନଥାଏ। ପରିଶେଷରେ କାର୍ବନକୁ ନେବା। ପୁନଶ୍ଚ ଯେତେବେଳେ କାର୍ବନକୁ ଆଘାତ କରିବା, ଏହା ମଧ୍ୟ ଭାଙ୍ଗି ଯାଉଛି। ତାହେଲେ ଆମେ କହିପାରିବା ଯେ କାର୍ବନ ଭଙ୍ଗୁର ଅଟେ ଏବଂ ଏହି କାର୍ବନକୁ ଆମେ କହିପାରିବା ଯେ ଏହା ମଧ୍ୟ ନରମ, ଭଙ୍ଗୁର, ନମନୀୟ ନୁହେଁ ଏବଂ ଏହାର ତନ୍ୟତା ନଥାଏ। ତେବେ କାର୍ବନ ଗୁଡ଼ିକ ସବୁ ଆକାରରେ ଏତେ ନରମ ନୁହେଁ। କିଛି କାର୍ବନ ଗୁଡ଼ିକ ଅଛନ୍ତି ଯାହାକି ଅତ୍ୟନ୍ତ କଠିନ ହୋଇଥାନ୍ତି ବା ଅଧିକ ଶକ୍ତ ହୋଇଥାନ୍ତି। ତେବେ ଆମେ କ'ଣ ସବୁ ପଢ଼ିଲେ ସେସବୁ ବିଷୟରେ ସାମାନ୍ୟ ଆଲୋଚନା କରିବା। ଯେ ଯଦି ଆମେ ଏହି ପରୀକ୍ଷା ଗୁଡ଼ିକ ଧାତୁମାନଙ୍କ ଉପରେ କରିଥାନ୍ତେ, ତେବେ କ'ଣ ଘଟିଥାନ୍ତା? ତେବେ ଧାତୁ ଗୁଡ଼ିକ ସାଧାରଣତଃ ଭାଙ୍ଗି ନଥାନ୍ତେ, କାରଣ ଆମେ କହିପାରିବା ଯେ ଧାତୁ ଗୁଡ଼ିକ ହେଉଛନ୍ତି ଶକ୍ତ, ନମନୀୟ ଏବଂ ତନ୍ୟତା ସେମାନଙ୍କର ଥାଏ। ଯାହାର ଅର୍ଥ ହେଉଛି ଯଦି ଆମେ ଧାତୁ ଗୁଡ଼ିକୁ ହାତୁଡ଼ି ସାହାଯ୍ୟରେ ବାଡ଼େଇବା, ଏଗୁଡ଼ିକ ପତଳା ଚାଦରରେ ପରିଣତ ହୋଇଯିବ ଏବଂ ତାର ପ୍ରସ୍ତୁତ ଆମେ କରିପାରିବା। କିନ୍ତୁ ଅଧାତୁମାନଙ୍କ ପାଇଁ ଆମେ କହିପାରିବା ଯେ ଏଗୁଡ଼ିକ ସାଧାରଣତଃ ଭାବରେ ନରମ, ଭଙ୍ଗୁର
ଏମାନଙ୍କର ନମନୀୟତା ନଥାଏ ଏବଂ ତନ୍ୟତା ମଧ୍ୟ ନଥାଏ। ତେବେ ଆମେ ଏହି ଭିଡ଼ିଓରେ କାର୍ବନ, ଆୟୋଡିନ୍, ଫସ୍ଫରସ୍ ଏବଂ ସଲଫରର ଭୌତିକ ଧର୍ମଗୁଡ଼ିକ ବିଷୟରେ ଆଲୋଚନା କଲେ। ତେବେ କ'ଣ ପଢ଼ିଲେ ସଂକ୍ଷିପ୍ତ ସମୀକ୍ଷା କରିବା। ତେବେ ଆମେ ପଢ଼ିଲେ ଯେ ଅଧାତୁଗୁଡ଼ିକର ସାଧାରଣତଃ ଉଜ୍ଜ୍ୱଳତା ନଥାଏ, କେବଳ ଆୟୋଡିନ୍ ବ୍ୟତୀତ। ଆୟୋଡିନ୍ ହେଉଛି ଏକ ବ୍ୟତିକ୍ରମ ଯେଉଁଥିରେ ସାମାନ୍ୟ ଉଜ୍ଜ୍ୱଳତା ଦେଖାଯାଏ ଏବଂ ଅଧାତୁଗୁଡ଼ିକ ସାଧାରଣତଃ ନରମ, ଭଙ୍ଗୁର, ଏଗୁଡ଼ିକ ନମନୀୟ ନୁହେଁ ଏବଂ ଏଗୁଡ଼ିକର ତନ୍ୟତା ନଥାଏ ଏବଂ ଏହି ଗୁଣଗୁଡ଼ିକ ଧାତୁମାନଙ୍କ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଅଟେ। କିନ୍ତୁ ଏଠି ଆଉ ଗୋଟେ ବ୍ୟତିକ୍ରମ ମଧ୍ୟ ଅଛି। ଯଦି ଆମେ କାର୍ବନକୁ ଲକ୍ଷ୍ୟ କରିବା, କାର୍ବନର ଭିନ୍ନ ପ୍ରକାର ରୂପ ଥାଏ, ଯେମିତିକି ଗ୍ରାଫାଇଟ୍, ଡାଇମଣ୍ଡ ବା ହୀରା। ଏମିତି କାର୍ବନର ଭିନ୍ନ ଭିନ୍ନ ରୂପଗୁଡ଼ିକ ମଧ୍ୟ ଏକ ବ୍ୟତିକ୍ରମ। ତେବେ କାର୍ବନର ଭିନ୍ନ ପ୍ରକାର ରୂପଗୁଡ଼ିକ ଭିନ୍ନ ଭିନ୍ନ ପ୍ରକାରର ହୋଇଥାନ୍ତି। ତେବେ ଏଗୁଡ଼ିକ ମଧ୍ୟ କିଛି ବ୍ୟତିକ୍ରମ ଦେଖାଇଥାନ୍ତି। ତେବେ ଏଇଠି ଅଧାତୁମାନଙ୍କର ଭୌତିକ ଧର୍ମ ସମାପ୍ତ ହୋଇନାହିଁ। ଆମେ ଦ୍ୱିତୀୟ ଭାଗରେ ଅଧାତୁଗୁଡ଼ିକର ବିଦ୍ୟୁତ୍ ପରିବହନତା, ତାପ ପରିବହନତା ଏବଂ ସେମାନଙ୍କର ଠାରୁ ଧ୍ୱନି ସୃଷ୍ଟି ହୁଏ କି ନାହିଁ ଏସବୁ ବିଷୟରେ ପରବର୍ତ୍ତୀ ଭିଡ଼ିଓରେ ଆଲୋଚନା କରିବା।